ନୂଆ ବିଧାୟକ ବାଛୁଛି ନୂଆପଡ଼ା। ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ନୂଆପଡ଼ା ଭୋଟର। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ହେଉଛି ଉପନିର୍ବାଚନ। ଆଜି ଭୋଟ ଗ୍ରହଣ ଦିବସରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର। ଭୋଟ ଦେବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି, ମହାଦେବଙ୍କ ଆଶୀର୍ବାଦ ନେଇ ଭୋଟ ଦେବାକୁ ଆସିଛି। ବାପାଙ୍କ ଭଳି ଲୋକଙ୍କ ସେବା କରିବି। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଢୋଲକିଆ ପରିବାର। ଗଣତନ୍ତ୍ରର ମହାମନ୍ଦିର କୁହାଯାଉଥିବା 66 ନମ୍ବର ପୋଲିଂ ବୁଥ୍ ମୋଙ୍ଗରାପାଲିରେ ଭୋଟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପରିବାର ପହଞ୍ଚିଥିଲେ। ପ୍ରାର୍ଥୀ ଜୟ ଢୋଲକିଆଙ୍କ ସହିତ ତାଙ୍କ ମା କଳ୍ପନା ଢୋଲକିଆ, ଧର୍ମପତ୍ନୀ ସୁମନ ଢୋଲକିଆ ଏବଂ ସପରିବାର ଭୋଟ ଦେଇଛନ୍ତି। ପ୍ରଥମେ ଖରିଆ ରୋଡସ୍ଥିତ ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରି ମହାଦେବଙ୍କ ଆଶୀର୍ବାଦ ଲାଭ କରି ଭୋଟ ଦେବା ପାଇଁ ଆସିଛି। ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଆସନ୍ତୁ ସମସ୍ତେ ଭୋଟ ଦେବା। ଡବଲ ଇଞ୍ଜିନ ସରକାର ଦ୍ୱାରା ନୂଆପଡ଼ାରେ ବିକାଶ କରିବି ବୋଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି। ହଠାତ୍ ଉପନିର୍ବାଚନ ହେବା ଆମ ପାଇଁ ଦୁଃଖ ଯେତିକି, ଖୁସି ମଧ୍ୟ ସେତିକି। କାରଣ ହଠାତ୍ ଆମ ପରିବାର ମୁରବୀ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ଘଟିବା ପରେ ଉପନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିଛି। ମୁଁ ଭୋଟରଙ୍କୁ ଅନୁରୋଧ କରୁଛି, ନିଜ ପ୍ରାର୍ଥୀକୁ ଭୋଟ ଦେଇ ଜୟଯୁକ୍ତି କରାନ୍ତୁ, ଯାହାକି ନୂଆପଡ଼ାର ବିକାଶ ହେବ ବୋଲି କହିଛନ୍ତି ଜୟଙ୍କ ପତ୍ନୀ ସୁମନ ଢୋଲକିଆ। ନୂଆପଡ଼ା ଉପନିର୍ବାଚନ ସକାଳ 2ଟା ସୁଦ୍ଧା 15% ମତଦାନ। 14 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଭୋଟ ଦେଲେ ଜୟ ଢୋଲକିଆ। ନେତା ବାଜୁଛି ନୂଆପଡ଼ା। ଓଡ଼ିଶା ବିଧାନସଭାର 71 ନମ୍ବର ଆସନ ଅର୍ଥାତ୍ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପଡୁଛି ଭୋଟ। ସକାଳ 7ଟାରୁ ଆରମ୍ଭ ହୋଇଥିବା ବେଳେ ବିଶିବାହାଲ 2 ବୁଥ୍ ନମ୍ବର 259ରେ 600 ଲୋକ ଭୋଟ ଦେଇଛନ୍ତି। ବୁଥ୍ ନମ୍ବର 316, 360ରେ 718, ବୁଥ୍ ନମ୍ବର 317ରେ 313 ଜଣ ମତଦାନ କରିଛନ୍ତି। ତେବେ ନୂଆପଡ଼ାରେ 2ଟା ସୁଦ୍ଧା 14.99% ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ବିଭିନ୍ନ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଜାରି ରହିଛି ମତଦାନ। ସବ୍ ଏଡିଟର ଅଲ୍ ଓଡ଼ିଶାରୁ ଜଗନ୍ନାଥ ସାଗରଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର। ଖବର ଦୁନିଆରେ ଯୋଡ଼ି ହେବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଓଡ଼ିଶା ହାଇଲାଇଟ୍ ସମାଚାରକୁ ଆଉ ଦବେଇ ଦିଅନ୍ତୁ ବେଲ୍ ଆଇକନ୍କୁ ସର୍ବପ୍ରଥମେ ଖବର ପାଇବା ପାଇଁ।